नमस्कार भाई। खुशी नमस्कार भाई। ପ୍ରେଜ ଦେଲା ଆମ ମୁଁ ମଧ୍ୟ ବହୁତ ଖୁସି ଆପଣମାନଙ୍କ ସାଙ୍ଗରେ ଆଜି ପ୍ରଭୁଙ୍କର ସେ ବାକ୍ୟକୁ ବାଇବେଲ ଷ୍ଟଡି କରିବା ପାଇଁକା ଆସନ୍ତୁ ମୋତେ ପ୍ରାର୍ଥନା କରିବା। ପ୍ରଭୁ ମୋ ମୁଖର ବାକ୍ୟ ଅନ୍ତଃକରଣ ଧ୍ୟାନ ତୁମ ନିକଟରେ ଶୁକ୍ରାୟ। ଆମେନ୍। ଆଜି ଗୋଟେ ଭିନ୍ନ ସ୍ୱାଦର ବାଇବେଲ ଷ୍ଟଡି କରିବା। ଭିନ୍ନ ସ୍ୱାଦ କହିଲେ ଟିକେ ଟେଷ୍ଟଟା ଟିକେ ଅଲଗା ଥିବ, କିନ୍ତୁ ଖାଦ୍ୟଟା ତ ସମାନ ରହିବ, ହେଲେ ଟେଷ୍ଟ ଟିକେ ଭିନ୍ନ ରହିବ। ଆସନ୍ତୁ ପଢିବା ଦ୍ୱିତୀୟ ସାମୁଏଲ ତାର 23 ପର୍ବ। ଦ୍ୱିତୀୟ ସାମୁଏଲ ତାର 23 ପର୍ବ। ସେ 23 ପର୍ବ ଯେତେବେଳେ ଷ୍ଟାର୍ଟ ହଉଛି ତାର କ୍ୟାପସନ ଦେଇଛି ବା ଟାଇଟଲ ଦିଆ ହେଇଛି ଦାଉଦଙ୍କର ଶେଷ କଥା। ମୁଁ ସେଥିପାଇଁ କହିଲି ଟିକେ ଭିନ୍ନ ସ୍ୱାଦର। ଦାଉଦଙ୍କର ଶେଷ କଥା ଏହି, ଯିଶିର ପୁତ୍ର ଦାଉଦ କହେ ଯେ ବ୍ୟକ୍ତି ଉଚ୍ଚୀକୃତ, ସେ ଯାକୁବ ପରମେଶ୍ୱର ଅଭିଷିକ୍ତ, ଇସ୍ରାଏଲର ମଧୁର ଗାୟକ। ସେ କହେ, ମୋ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋ ଜିହ୍ୱାରେ ଥିଲା। ଅନେକ ସମୟରେ ଆମେ ଚିନ୍ତା କରିଥାଉ ଯେ କିଭଳି ଭାବରେ ଦାଉଦ ଗୀତ ସଂଗୀତାକୁ ରଚନା କଲେ। ସେ ତ ଏକା କରିନାହାନ୍ତି, ଅନ୍ୟମାନେ ମିଶିକି କରିଛନ୍ତି। ଏକା କେମିତି ଗୀତ ସଂଗୀତା ରଚନା କଲେ, ଆଜି ସେଟା ସଦାପ୍ରଭୁଙ୍କ ବାକ୍ୟ ହିସାବରେ ଧରି ନିଆ ହଉଛି। କିନ୍ତୁ ସେ ଏଇଠି ତାର କ୍ଲାରିଫିକେସନ ଦଉଛନ୍ତି ସେଟାରେ ଦ୍ୱିତୀୟ ସାମୁଏଲ 23 ପର୍ବରେ, ଯାହାର ଶୀର୍ଷକ ହଉଛି ଦାଉଦଙ୍କର ଶେଷ କଥା, ଅର୍ଥାତ୍ ତାଙ୍କ ଜୀବନର ଶେଷ ସମୟର ଏ ଯୋଉ ଲାଷ୍ଟ କଥା ଗୁଡାକ କହିଛନ୍ତି ତାକୁ ଏଠି ରେକର୍ଡ କରାହେଇଛି। ଆଉ ସେଇଟା ଆମ ପାଇଁକା ସବୁଠୁ ଇମ୍ପୋର୍ଟାଣ୍ଟ। ମୁଁ 2 ପଦ ପଢିଥିଲି, 3 ପଦ ପଢିବା। 2 ପଦ ଆଉଥରେ ପଢୁଛି। ମୋ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ସଦାପ୍ରଭୁଙ୍କ ଆତ୍ମା ଦାଉଦଙ୍କର ଜିହ୍ବାକୁ ବ୍ୟବହାର କରିଛନ୍ତି ଓ ତାହାଙ୍କ ବାକ୍ୟ ମୋ ଜିହ୍ୱାରେ ଥିଲା। ଏଇଟା ଅତି ସରଳ କଥା, ସମସ୍ତେ ବୁଝିପାରିବେ, ଏଥିରେ କିଛି ଜଟିଳତା ନାହିଁ, କଷ୍ଟ ନାହିଁ ବୁଝିବା ପାଇଁ। ଅର୍ଥାତ୍ ଯାହା କିଛି ଆଜି ଗୀତ ସଂଗୀତା ପୁସ୍ତକରେ ଲେଖା ଅଛି, ଯଦିଓ ଦାଉଦ କହିଛନ୍ତି ବା ଦାଉଦ ତାରି ଉପରେ ଗୀତ ରଚନା କରିଛନ୍ତି, କିନ୍ତୁ ସେଟା ସେ ନିଜେ କହୁଛନ୍ତି ସଦାପ୍ରଭୁଙ୍କର ଆତ୍ମା ମୋ ଦେହରେ ଥିଲା ଆଉ ମୋ ଓଷ୍ଠାଧରରେ ତାହାଙ୍କର ବାକ୍ୟ ଥିଲା। ସେଇଟା ସବୁଠୁ ଅତି ସୁନ୍ଦର ବିଷୟ। ନହେଲେ ଗୋଟେ ଲୋକ ଏଭଳି ଭାବରେ ଈଶ୍ୱରଙ୍କ ବାକ୍ୟକୁ କେବେ ଲେଖିପାରିବନି। 3, ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମତେ କହିଲେ, ଏକ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବେ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବେ, ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ ମେଘରହିତ ପ୍ରଭାତ ତୁଲ୍ୟ ହେବେ। ସେ ସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ୱାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହବ। ସତ୍ୟ। ଏଇଠି ଆମେ ଟିକେ ପଜ ନବା। ଫ୍ୟୁଚର ମେସିଆନିକ କିଙ୍ଗ ଉପରେ ଦାଉଦ ଏଠି ଗୋଟେ ପ୍ରଫେସି ବା ପ୍ରଫେଟିକ ୱାର୍ଡ ବ୍ୟବହାର କରୁଛନ୍ତି। କୌଣସି ରାଜା, କୌଣସି ଦେଶ ବାଇବଲରେ ବର୍ଣ୍ଣିତ ହଉ କି ଯାହା ଆମେ ଆଖି ଆଗରେ ବି ଦେଖୁଛୁ ଆମ ସମୟର, କେହି ପରଫେକ୍ଟ ନୁହନ୍ତି, କେହି ସିଦ୍ଧ ନୁହନ୍ତି। ସମସ୍ତଙ୍କର କିଛି ନା କିଛି ଭୁଲ ରହିବ। କିନ୍ତୁ ଯୋଉ ଭବିଷ୍ୟତର ସେ ରାଜାଙ୍କ ବିଷୟରେ ସେ କହୁଛନ୍ତି, ଇସ୍ରାଏଲର ପରମେଶ୍ୱର କହିଲେ, ସେ ସଦାପ୍ରଭୁ ଯିଏ ଦାଉଦଙ୍କର ମୁଖରେ ବାକ୍ୟ ଦିଅନ୍ତି, ସେ ହଉଛନ୍ତି ଇସ୍ରାଏଲର ପରମେଶ୍ୱର। ଯହୁଦୀ ମାନଙ୍କର କୋଠ ସମ୍ପତ୍ତି ଥିଲା ତାଙ୍କର, ପରମେଶ୍ୱର ତାଙ୍କର, ସେ ଆଉ କାହାର ହେଇପାରିବେନି। କୋଠ ସମ୍ପତ୍ତି, ଯୋଉଟାକି ଆମର ଗାଁ ମାନଙ୍କରେ କହନ୍ତି କୋଠ ସମ୍ପତ୍ତି, ଆମର ପରମେଶ୍ୱର ପରା। ସେ ତମର କେମିତି ହେବେ? ଆମର ପରମେଶ୍ୱର। ବହୁତ କଣ ତା କହନ୍ତି, ଗୋଟେ ଦାବିଦାର, ଦାବିରେ କହନ୍ତି
ସେ ଆମର ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର। ଇଭେନ୍ ଆପଣ ବି ଦେଖିଥିବେ ଦାଉଦ ଯେତେବେଳେ ଗଲିଆତକୁ ମାରିବାକୁ ଯାଉଛନ୍ତି ସେ ସେଇ ୱାର୍ଡଟା ବ୍ୟବହାର କରୁଛନ୍ତି, ଇସ୍ରାଏଲ ମଧ୍ୟରେ ଯେ ପରମେଶ୍ୱର ଅଛନ୍ତି। କିନ୍ତୁ ପଛ କଥା ପରେ ତାକୁ ଡିସ୍କସନ କରିବା। ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମତେ କହିଲେ, ଏକ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବେ। ଧର୍ମରେ ଆପଣମାନେ ଜାଣିଥିବେ କିମ୍ବା ଶୁଣି ନଥିବେ, ମୁଁ ଜାଣିନି, ଏଇ ଯୋଉ ଖାମେନି ବର୍ତ୍ତମାନ ଇରାନରେ ସେ ଆସିବା ଦିନଠୁ ଇସଲାମିକ ଲ ପାସ୍ କରିଛନ୍ତି ଯେ ସେଇ ଅନୁସାରେ ଦେଶ ଚାଲିବ, ଇସଲାମିକ ଲ। ଏବଂ ସେ ଇସଲାମିକ ଲ ର ମାନେ କଣ ମୁଁ ବି ଜାଣିନି ଠିକରେ, କିନ୍ତୁ ଏତିକି ଜାଣୁଛି ଯେ ଗୋଟେ ଝିଅଟି ସେ ତାର ପ୍ରତିବାଦ କରିବାରୁ ତାକୁ ପିଟି ପିଟି ମାରିଦେଲେ। এই হচ্ছে ইসলামিক ল, ନିର୍ଦ୍ଦୟ ଲ, ନିଷ୍ଠୁର ଲ। ତେଣୁ ମାନେ ମୋର କହିବା କଥା ହଉଛି, ମୁଁ କାହାକୁ କ୍ରିଟିସାଇଜ କରିବା ପାଇଁ କହୁନି, ଧର୍ମମୟ ଈଶ୍ୱର ଧର୍ମମୟ ରାଜା ଏ ପର୍ଯ୍ୟନ୍ତ ମୋ ଆଖିରେ କେହି ମୁଁ ଦେଖି ହିଁ ନାହିଁ। ବାଇବଲରେ ସେମିତି ଧର୍ମମୟ ରାଜା କେହି ନାହାନ୍ତି। କିନ୍ତୁ ଦାଉଦ ଏଠି ଗୋଟେ ପ୍ରଫେସି କରୁଛନ୍ତି, ଭବିଷ୍ୟତବାଣୀ କରୁଛନ୍ତି, ଏକ ଧର୍ମମୟ ରାଜା ଆସିବେ। ଏକ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବେ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବେ, ସେ ପରମେଶ୍ୱରଙ୍କୁ ଭୟ କରୁଥିବେ। ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ ମେଘ ରହିତ ପ୍ରଭାତ ତୁଲ୍ୟ ହେବେ। ଆଗରୁ କେତେଥର ମୁଁ କହିଛି, ଆଉ ସେଟା ପରମ ଗୀତର ଲେଖା ହେଇଛି, ମଣ୍ଡଳୀର ଯୋଉ ଚେହେରା ସୂର୍ଯ୍ୟ ତୁଲ୍ୟ ଉଦୀୟମାନ, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ। ଶେଷକୁ ପ୍ରଭୁ ଆମର ପ୍ରତ୍ୟେକଙ୍କୁ, ସେ ମଣ୍ଡଳୀର ଅନ୍ତର୍ଭୁକ୍ତ ପ୍ରତ୍ୟେକଙ୍କୁ ସେ ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ କରିକିରି ତାଙ୍କ କନ୍ୟା ପରି ଛିଡା କରିବେ। କାହା ସାଙ୍ଗେ ମିଶିବା ପାଇଁ? ସେ ବରଙ୍କର ଦିଆ ହଉଛି ଡେସ୍କ୍ରିପସନ। ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ଚକ୍ ଚକ୍ ମାରୁଥିବେ, ଝଲସି ଯାଉଥିବ ପୃଥିବୀ। ଆଉ ସେ କଣ ହେଇଛନ୍ତି? ମେଘ ରହିତ ପ୍ରଭାତ ତୁଲ୍ୟ। ଯୋଉ ଆକାଶରେ ମେଘ ଥାଏ ସୂର୍ଯ୍ୟକିରଣ ଠିକରେ ପଡିପାରେନି। ତେଣୁ ଏଠି ସେ କହୁଛନ୍ତି ଦାଉଦ ଯେ ମେଘ ରହିତ ପ୍ରଭାତ ତୁଲ୍ୟ। ଯୋଉ ପ୍ରଭାତ, ଯେତେବେଳେ ସୂର୍ଯ୍ୟଙ୍କର ସେ କିରଣ ପଡେ, କି କିରଣ? ଗୋଲ୍ଡେନ ରେସ୍, ସୁବର୍ଣ୍ଣ କିରଣ ଯେତେବେଳେ ସେ ପୂର୍ବ ଦିଗରେ ଉଦ୍ଭାସିତ ହୁଏ, ସେତେବେଳେ ସମଗ୍ର ପୃଥିବୀ ସେ ସୂର୍ଯ୍ୟଲୋକରେ ଜଳି ଉଠେ, ଚିକ୍ ଚିକ୍ ମାରେ। ଆଉ ସେଇ ଯୋଉ ଧର୍ମମୟ ରାଜା ସେ ଯେତେବେଳେ ଆସିବେ, ସେତେବେଳକୁ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ ମେଘ ରହିତ ପ୍ରଭାତ ତୁଲ୍ୟ ହେବେ। সেই ସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ୱାରା ଭୂମିରୁ କୋମଳ ତୃଣ ଅଙ୍କୁରିତ। ଆହା, କୋମଳ ତୃଣ। ଏବେ ଆମେ ଯାଇଥିଲୁ ୟୁରୋପ ପରିଭ୍ରମଣରେ, এই କୋମଳ ତୃଣ ତ ଆମେ ଏଠି ଦେଖିପାରୁନୁ, କିନ୍ତୁ ସେଠିର ପାର୍କ ଗୁଡାକ ଆପଣ ଦେଖିବେ କେତେ ସୁନ୍ଦର ଭାବରେ ସେମାନେ ମେଣ୍ଟେନ କରୁଛନ୍ତି ସେ ଘାସ। ଆପଣଙ୍କୁ ଇଚ୍ଛା ହବ ସେଇଠି ମୁଁ ଶୋଇପଡିବି। ଆଉ ପ୍ରାକ୍ଟିକାଲି ଲୋକ ଆସିକିରି ତାଙ୍କର ସେ କିଛି ବିଛଣା ମାନେ ଚଟେଇ ପଟେଇ କି କଣ ବୋଧେ ଗୋଟେ କୋଉ ଜିନିଷ ପକେଇକିରି ତା ଉପରେ ଚାହା ଖାଆନ୍ତି, କଫି ପିଅନ୍ତି, ନଷ୍ଟ କରନ୍ତିନି, ଏନ୍ଜୟ କରନ୍ତି, ବସନ୍ତି, ଗପସପ ହୁଅନ୍ତି, ଯାଆନ୍ତି। ଗୋଟେ ସୁନ୍ଦର ଗୋଟେ ପୃଥିବୀର ରାଜ୍ୟର ରାଜାଙ୍କର ପରିକଳ୍ପନା କରାହଉଛି। ଆଉ ସେ ପରିକଳ୍ପନା ଏତେ ସୁନ୍ଦର ହେଇଛି, ସେ ଆଉ କେହି ନୁହନ୍ତି ଆମମାନଙ୍କର ଆସୁଥିବା ପ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ, ଯାହାଙ୍କର ଚମତ୍କାରିତା ସୌନ୍ଦର୍ଯ୍ୟ ଉପରେ ପ୍ରକାଶିତ ବାକ୍ୟରେ ଲେଖା ହେଇଛି। ତାଙ୍କୁ ଦେଖିଲା ବେଳକୁ ଆଉ ତାଙ୍କ ମୁଖରୁ ସେ ଯୋଉ ଅଗ୍ନିର ତେଜ ବାହାରୁଛି, ତା ସାଙ୍ଗରେ ଏଇ ଯୋଉ ବର୍ଣ୍ଣନାଟା ମିଶି ଯାଉଛି। ତେବେ ଏଇଟା ମୋର ପଢିବାର ଉଦ୍ଦେଶ୍ୟ ହଉଛି ଏହା, ପ୍ରଭୁଙ୍କର ଯୋଉ ବିଶ୍ୱସ୍ତ ଦାସ ମାନେ ଏ ପୃଥିବୀକୁ ଆସିଥିଲେ, ତାଙ୍କର ଜୀବନ କାଳ ସରିଗଲା ବେଳକୁ ସେମାନେ ଗୋଟେ ଶେଷ
ବକ୍ତବ୍ୟ ଦେଇକି ଯାଇଛନ୍ତି। ଆଜି ତାରି ଉପରେ ଆମେ ଅନୁଧ୍ୟାନ କରିବା। ଏଟା ଗଲା ଦାଉଦଙ୍କର। ତାପରେ ଦେଖନ୍ତୁ ଦାଉଦଙ୍କ ପ୍ରଖ୍ୟାତ ଯୋଦ୍ଧାଗଣ ବିଷୟରେ। ଏଟା ଆମର ଆଜି ନୁହେଁ, ଟପିକ ନୁହେଁ, ସେଥିପାଇଁ ଆ ଉପରେ ବେଶୀ ଜୋର ଦବାନି। ବର୍ତ୍ତମାନ ଯିବା ଆଦି ପୁସ୍ତକ ତାର 49 ପର୍ବ 29 ରୁ 33। ଆଦି ପୁସ୍ତକ ଚାପ୍ଟର 49 29 ଟୁ 33 ପଢିଦିଅନ୍ତୁ। ଅନନ୍ତର ଯାକୋବ ସେମାନଙ୍କୁ ଆଦେଶ ଦେଇ କହିଲେ, ମୁଁ ଆପଣ ଲୋକଙ୍କର ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ। ଏହେତୁ ଅବ୍ରାହମ କବର ସ୍ଥାନର ଅଧିକାର ନିମନ୍ତେ କିଣାନା ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକପେଲାର କ୍ଷେତ୍ର ହେତ୍ୟ ଇଫ୍ରନ ଠାରୁ କିଣିଥିଲେ, ସେଇ ହେତ୍ୟ ଇଫ୍ରଣର କ୍ଷେତ୍ର ସ୍ଥିତ ଗୁହାରେ ମୋର ପୂର୍ବପୁରୁଷ ମାନଙ୍କ ନିକଟରେ ମତେ କବର ହେବ। ସେହି ସ୍ଥାନରେ ଅବ୍ରାହମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି। ପୁଣି ସେହି ସ୍ଥାନରେ ଇସାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି। ପୁଣି ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି। ସେ କ୍ଷେତ୍ର ଓ ତନ୍ମଧ୍ୟ ସ୍ଥିତ ଗୁହା ହେତ୍ୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି। ଏହି ରୂପେ ଯାକୋବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତି କଲା ଉତ୍ତାରେ ଶଯ୍ୟାରେ 2 ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ଥ୍ୟାଙ୍କ ୟୁ ସିଷ୍ଟର ରତ୍ନପ୍ରଭା। ଏଇଟା ମଧ୍ୟ ହଉଛି ଆଉ ଗୋଟେ ପ୍ରଭୁଙ୍କ ଦାସଙ୍କର ମୃତ୍ୟୁ ପୂର୍ବର ତାଙ୍କର ଯୋଉ ଶେଷ ଉକ୍ତି। ଆଜି ଆମେ ସେଇ ଶେଷ ଉକ୍ତି ଗୁଡାକ ଉପରେ ଧ୍ୟାନ ଦେବା। ସେଥିପାଇଁ ମୁଁ କହିଥିଲି ଗୋଟେ ଭିନ୍ନ ସ୍ୱାଦ। ଏଇ ଯେତିକି ଆମେ ପଢିଲୁ 29 ରୁ 33, କୋଉ ପଦକୁ ଆପଣ ଭାବୁଛନ୍ତି ଯେ କି ପଦ? ମୂଳ ପଦ। ମତେ ଏପର୍ଯ୍ୟନ୍ତ କାହିଁ କିଛି ମୂଳ ପଦ ମୁଁ ବାହାର କରିପାରିଲିନି। କିନ୍ତୁ ସେଥିପାଇଁକା ମୁଁ ଆଉ ଗୋଟେ ପଦକୁ ଆଣିଲି, ସେଟା ଆପଣ ପାଇପାରିବେ ଆଦି ପୁସ୍ତକ 48 ପର୍ବର ଆଦି ପୁସ୍ତକ 48 ର 15 ପଦ। ଅନନ୍ତର ସେ ଯୋସେଫଙ୍କୁ ଆଶୀର୍ବାଦ କରି କହିଲେ, ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋର ପୂର୍ବପୁରୁଷ ଅବ୍ରାହମ ଓ ଇସାକ ଗମନାଗମନ କରିଥିଲେ, ଯେଉଁ ପରମେଶ୍ୱର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମତେ ପ୍ରତିପାଳନ କରିଅଛନ୍ତି, ଯେଉଁ ଦୂତ ସମସ୍ତ ଆପଦରୁ ମତେ ମୁକ୍ତ କରିଅଛନ୍ତି, ସେହି ବାଳକଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ଏମାନେ ମୋ ନାମରେ ଓ ମୋ ପୂର୍ବପୁରୁଷ ଅବ୍ରାହମ ଓ ଇସାକଙ୍କ ନାମରେ ଖ୍ୟାତି ହୁଅନ୍ତୁ। ପୁଣି ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକାରଣ୍ୟ ହୁଅନ୍ତୁ। ହୁଏତ ଦିଟାକୁ ମିଶେଇକିରି ଯାକୋବଙ୍କର ସେ ମୃତ୍ୟୁର ଶେଷ ସମ୍ବାଦ କରିଥିଲେ ଭଲ ଲାଗିଥାନ୍ତା, କିନ୍ତୁ ସେଟା ତ କରାହେଇନି। କିନ୍ତୁ ମତେ ଲାଗିଲା ଯେ ଏଇଟା ହଉଛି ମୂଳ ସମ୍ବାଦ। ଜୀବନରେ ଶେଷ କରିବା ପୂର୍ବରୁ ଯେତେବେଳେ ଆମେ ଶେଷ ପାହାଚରେ ପହଞ୍ଚୁ, ସେତେବେଳେ ଯାହା କିଛି ଜୀବନରେ ଆମେ ଅନୁଭୂତିରେ ଥାଏ, ସେଟା ଆମର ନେକ୍ସଟ ପିଢିକୁ ଆମେ ପ୍ରକାଶ କରିଥାଉ। ଠିକ ସେୟା ଯାକୋବ ବି କରିଛନ୍ତି। ଯେ ଯୋସେଫ ତ ତାଙ୍କର ସେବା ଶୁଶ୍ରୂଷା କରୁଥିଲେ, ସେ ମିଶରରେ ଥିଲେ। ଯୋସେଫ ତାଙ୍କର ବାପାଙ୍କର ସବୁ କାର୍ଯ୍ୟ କରିଛନ୍ତି, ଆଉ ଯୋସେଫଙ୍କୁ ଆଶୀର୍ବାଦ କରିଛନ୍ତି। କଲା ବେଳକୁ ସେ କହୁଛନ୍ତି, ଯେଉଁ ପରମେଶ୍ୱର, ସବୁ ପରମେଶ୍ୱର ନୁହନ୍ତି, ଯେଉଁ ପରମେଶ୍ୱର ମତେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ମତେ ପ୍ରତିପାଳନ କରି ଅଛନ୍ତି। ଏଟା କଣ ଆମମାନଙ୍କର ସାକ୍ଷ୍ୟ ନୁହେଁ? ଆମେ କଣ ଏମିତି ଜନ୍ମ ହେଇଗଲୁ, ଆପେ ଆପେ ବଢିଗଲୁ, ଆପେ ଆପେ ମଣିଷ ହେଇଗଲୁ, ଆପେ ଆପେ ଚାକିରି କରିଦେଲୁ, ଆପେ ଆପେ ବାହା ହେଇଗଲୁ? କେବେ ହେଇଛି? ସେଇ ଈଶ୍ୱର ଆଉ ମଣିଷ ମାନଙ୍କର ସାହାଯ୍ୟ ସହଯୋଗରେ ଆମମାନଙ୍କ ଜୀବନ ଆଜି ବଢିଛି। ଏଇ ଯୋଉ ଅତି ମୂଲ୍ୟବାନ ଅନୁଭୂତିକୁ ସେ ତାଙ୍କ ପୁଅ, ପ୍ରିୟ ପୁଅ ଯୋସେଫକୁ ବାଣ୍ଟୁଛନ୍ତି। ପରେ ଯୋଉ ପରମେଶ୍ୱରଙ୍କୁ ମୁଁ ଚିହ୍ନିଲି, ସେ ପରମେଶ୍ୱର
जन्म ठारू ए पर्यंत मते प्रतिपालन करियछन्ति। एते सुंदर जो भात थाली आपण खाउछन्ति से भात थाली धरी के केबे चिंता करछन्ति मो पैसा रे किणा हैछि, मो जाइछि मार्केट को, मो माछ किनिछि, माछ किनिछि, चिंगुडी किनिछि, सब किछि किनिछि, बना भी हैछि, मो स्त्री बनैछि, सब किछि हैछि, किंतु से थालीटा को धरी केबे कहिछन्ति प्रभु मते तुमे देलो ए खाद्य मोर प्रतिपालन करिया पय तुमे मते खाद्य तुमर भंडारु आसीछि। ए जो ग्रेटफुलनेस, जो कृतज्ञता, जो कृतज्ञतार जीवन रे माने बंचिया पे का प्रभु हमन को आज वाक्य द्वारा आह्वान करूचंती सेटा को स्मरण for everything whatever we have received from the Lord we should be grateful to him। छोट हो बा बड़ सब विषय पाई प्रभुंकर से ए वाक्यटा सुनंतु। जन्म कला काल बधी ए पर्यंत आज पर्यंत मोहर प्रतिपालन करी आछंती। हम ए गीतटा बोलुछु प्रतिपालक से मोर प्रतिपालक, से ग्रेटफुलनेस, से कृतज्ञतार जीवन ने क्या माने बास करिया। दुईटी गला, गोटे दाऊदंकर, गोटे होउची याकूबंकर। अगा तृतीय को जीवा, सेटा होउची जिहोशिया 24 पर्वर 1 टू 28। जिहोशिया 28 पर्वर सॉरी जिहोशिया 24 पर्वर 1 टू 28। एथि अनंतर जियो हां पढतो। अनंतर जियोसो इस्राएल वंश समूह को देखि मरी एकत्र करी सेमानक प्राचीन वर्ग को, सेमानक प्रधान मान को, सेमानकर विचार कर्तृगण को और सेमानक अध्यक्ष मान को डकाइले। तरे सेमाने सदाप्रभु को सम्मुख रे ठिया हेले। तो जिहोशू समस्त लोक कहले सदाप्रभु इस्राएल परमेश्वर एक कथा कहती, पूर्व काल रे तुमମାନଙ୍କ पूर्व पुरुष अब्राहम और नाहोरर पिता तेरह प्रभृति नदी सेपारी रे बास करती अन्य देवता मानकर सेवा करुथिले। तहिरे आम्भे तुमମାନଙ୍କ पूर्व पुरुष अब्राहम को से नदी सेपारी रो नेई किणान देशर सर्वत्र भ्रमण कराइलु और ताहार वंश को बहु प्रजा कलु और ताहाकु इसाक देलु। आम्भे इसाक को जाकब और एसौ देलु, पुणे आम्भे अधिकार ते एसौ को सेईर पर्वत देलु और जाकब ताहार संतान माने मिस्र को गले। ए उतरे ठीक है भाई आपने कह आपण मनको मो सिंसियरली पचाउछि, आपण माने बोर होनंती तो ए वाक्य गुरा एते लंबा लंबा पढ़ावा द्वारा यदि बोर हेबे कहबे मो ताको कमेई देबी। नहीं बोर लागुनी, बहुत भल लागुछि। नाइ भाई बोर लागुनी। ओके पढନ୍ତୁ रत्नवासिष्ठ पढ। आम्भे इसा को जाकब एसौ देलु, पुणे आम्भे अधिकार ते एसौ को सेईर पर्वत देलु आउ जाकब तार संतान माने मिस्र को गले। ए उतरे आम्भे मूसा और हारून को पठाइलु और मिस्र मध्य जो कार्य कलु तद्वारा ताहाकु दंड देलु। ताहि उतरे आम्भे तुम मान को बाहर करी आनिलु, पुणे आम्भे मिस्र तुम मान को पूर्व पुरुष मान को बाहर करी आनिलु। ताहि तुमे माने समुद्र निकट रे उपस्थित हेलो। सेते बेले मिस्रीय माने रथ और अश्वारूढ़ सैन्य नहीं सुफ समुद्र पर्यंत तुम मान को पूर्व पुरुष मान को पछे पछे गोडाइले। ताहि से माने सदाप्रभु को डाक पकांते से तुम मानकर और मिस्री मान को मध्य अंधकार स्थापन कले और से मान को ऊपर को समुद्र आनी से मान को आच्छन्न कले। आमे मिस्र रे जहा कलु ता तुम मानकर चक्षु देखिला। तहि उतरे तुम्हे माने अनेक दिन प्रांत रे वास कलो, पुण आम्भे तुम मान को जर्दन सेपारी रे वासकारी इमोरिया मान को देश को आनिलु। पुणी से माने तुम मान को संगे युद्ध कले। तहि आम्भे से मान को तुम मान को हस्त रे समर्पण कलु और तुम्हे माने से मान को देश अधिकार कलो। एही रूपे आम्भे तुम मान को साक्षात रे से मान को विनाश कलु। तेबे मोयाब राजा सिप्पोर पुत्र बालाक उठी इस्राएल प्रतिकूल रे युद्ध कला। पुणी से लोक पठेई तुम मान को साप देवा निमंते बियोरर पुत्र बिलियम को डकाइला। मात्र आम्भे बिलियम रो कथा सुनिबा को असमत हेलु। तरे से तुम मान को केवल आशीर्वाद कला। एही रूपे आम्भे ताहाकु ता हस्तरु तुम मान को उद्धार कलु। ए उतरे तुमे माने जर्दन पार होई जिरिह रे उपस्थित हेलो। तहिरे जिरिह निवासी माने पुणी इमोरियो, पिरिसियो, किनानियो, हित्यो, गिर्गासियो, हिदियो, जिबुसियो माने तुम मान को प्रतिकूल युद्ध करन्ते। आम्भे तुम मान को हस्त रे से मान को समर्पण कलु
ଆଉ ତୁମର ଖଡ୍ଗ କି ତୁମର ଧନୁଧର ନୁହେଁ, ମାତ୍ର ଆମ୍ଭେ ତୁମମାନଙ୍କ ଆଗେ ଆଗେ ବିରୁଡି ପଠାଇଲୁ ଯେ ସେମାନଙ୍କୁ ଅର୍ଥାତ୍ ତିମୋରିୟ ମାନଙ୍କର 2 ରାଜାଙ୍କୁ ତୁମମାନଙ୍କ ସମ୍ମୁଖରୁ ଘଉଡାଇ ଦେଲା। ଆଉ ତୁମେ ମାନେ ଯହିଁରେ ପରିଶ୍ରମ କରିନାହଁ, ଏପରି ଏକ ଦେଶ ଯାହା ତୁମେ ମାନେ ନିର୍ମାଣ କରିନାହଁ, ଏପରି ନଗର ମାନ ଆମ୍ଭେ ତୁମମାନଙ୍କୁ ଦେଲୁ, ତହିଁରେ ତୁମେ ମାନେ ବାସ କରୁଅଛ। ତୁମେ ଯେଉଁ ଦ୍ରାକ୍ଷା କ୍ଷେତ୍ର ଓ ଜିତ କ୍ଷେତ୍ର ରୋପଣ ନ କଲ, ତାହା ତୁମେ ମାନେ ଭୋଗ କରୁଅଛ। ଏ ତେବେ ସଦାପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟରେ ତାହାଙ୍କର ସେବା କର। ଆଉ ତୁମମାନଙ୍କ ପୂର୍ବ ପୁରୁଷ ମାନେ ନଦୀ ସେପାରିରେ ଓ ମିଶ୍ରରେ ଯେଉଁ ଦେବତା ମାନଙ୍କର ସେବା କଲେ, ସେମାନଙ୍କୁ ଦୂର କର। ତୁମେ ସଦାପ୍ରଭୁଙ୍କର ସେବା କର। ଯଦି ବା ସଦାପ୍ରଭୁଙ୍କୁ ସେବା କରିବା ତୁମମାନଙ୍କର ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମେ ମାନେ କାହାର ସେବା କରିବ ତାହା ଆଜି ମନୋନୀତ କର। କି ନଦୀ ସେପାରିରେ ତୁମମାନଙ୍କ ପୂର୍ବ ପୁରୁଷ ମାନେ ଯେଉଁ ଦେବତା ମାନଙ୍କୁ ସେବା କଲେ, ସେମାନଙ୍କ କେବଳ ଯେଉଁ ଇମୋରିୟ ମାନଙ୍କ ଦେଶରେ ତୁମେ ମାନେ ବାସ କରୁଅଛ, ସେମାନଙ୍କ ଦେବତା ମାନଙ୍କୁ ସେବା କରିବ, ଏହା ମନୋନୀତ କର। ମାତ୍ର ମୁଁ ଓ ମୋର ପରିଜନ ଆମମାନେ ସଦାପ୍ରଭୁଙ୍କୁ ସେବା କରିବା। ଏ ଉତ୍ତରେ ଲୋକମାନେ ଉତ୍ତର ଦେଇ କହିଲେ, ଅନ୍ୟ ଦେବତା ମାନଙ୍କର ସେବା କରିବା ନିମନ୍ତେ ଆମ୍ଭେମାନେ ଯେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବୁ, ଏହା ଦୂରେ ଥାଉ। ଯେହେତୁ ସଦାପ୍ରଭୁ ରତ୍ନ ବାବା ସିଷ୍ଟର ଥାଉ ଏତିକି। ଏଠି ଆମେ ସମସ୍ତେ ଜାଣିଛୁ ଏଇଟା ହଉଛି ସିକିମରେ ଚୁକ୍ତିର ନୂତନୀକରଣ। ମୂଷାଙ୍କ ପରେ ଜିହୋସିଓ ଭାର ନେଇଛନ୍ତି ଇସ୍ରାଏଲ ଲୋକମାନଙ୍କୁ ନବା ପାଇଁକା ସେ କିଣାନ ଦେଶ ବା ପ୍ରତିଜ୍ଞାତ ଦେଶକୁ। ବର୍ତ୍ତମାନ ଜିହୋସିଓଙ୍କର ସମୟ ଶେଷ ହେଇଯାଉଛି। ଆମେ ଜାଣିଛୁ ଜିହୋସିଓ ପୁସ୍ତକର 24ଟି ପର୍ବ, ଏଇଟା ହଉଛି ସେ 24 ପର୍ବଟା। ଆଉ ସେଥିରେ ସେ କଣ କରିଛନ୍ତି, ଯୋଉ ସବୁ ଇତିହାସ ମିଶର ଦେଶରୁ ବାହାରିବା ପର୍ଯ୍ୟନ୍ତ ସେ ଇତିହାସକୁ ପୁନରୁଦ୍ଧାର କରି କଣ ଲେଖା ହେଇଛି 24:1ରେ, ଇସ୍ରାଏଲ ବଂଶ ସମୂହକୁ ସିକିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନ ବର୍ଗକୁ, ସେମାନଙ୍କର ପ୍ରଧାନ ମାନଙ୍କୁ, ସେମାନଙ୍କ ବିଚାରକର୍ତ୍ତା ମାନଙ୍କୁ, ସେମାନଙ୍କର ଅଧ୍ୟକ୍ଷ ମାନଙ୍କୁ ଡକେଇଲେ। ତହିଁରେ ସେମାନେ ସଦାପ୍ରଭୁଙ୍କ ସାକ୍ଷାତରେ ଠିଆ ହେଲେ। ସେମାନଙ୍କ ଆଗରେ ଏଇ ସମସ୍ତ ଘଟଣା ଯାହା ଆମମାନଙ୍କ ରତ୍ନବାବା ସିଷ୍ଟର ଭଉଣୀ ପଢୁଥିଲେ, ଆମେ ଶୁଣିଲୁ, ସବୁ ଗୁରା ଗୋଟି ଗୋଟି କରି ପର୍ଯ୍ୟାୟନ କ୍ରମେ ବା ଠିକ କ୍ରନିକାଲ ୱେରେ ତାକୁ ଶୃଙ୍ଖଳିତ ଭାବରେ ସେ ବର୍ଣ୍ଣନା କରିଛନ୍ତି। ଅନୁଭୂତି ଯୋଉ ଦେଶର ଅଛି, ସେ ଦେଶର ସଂସ୍କୃତି ମଧ୍ୟ ବହୁତ ମହାନ, ବା ଯୋଉ ଦେଶର ଇତିହାସରେ ପ୍ରଭୁଙ୍କୁ ସେମାନେ ଗୌରବ ପ୍ରଦାନ କରିଛନ୍ତି, ସେମାନଙ୍କର ଆଉ ଫ୍ୟୁଚର ବା ଭବିଷ୍ୟତ ଉଜ୍ଜଳମୟ। ଏବଂ ସେଇ ଗୋଟେ ଦେଶ ହଉଛି ଇସ୍ରାଏଲ ଦେଶ। ସେମାନେ ଭୁଲି ଯାଇଛନ୍ତି, କିନ୍ତୁ ଜିହୋସିଓ ସେମାନଙ୍କୁ, ହୁଏତ ତାଙ୍କ ଭିତରୁ ଜଣଙ୍କର ମନ ବି ଥାଇପାରେ, କିନ୍ତୁ ସମସ୍ତଙ୍କୁ ମନ ପକେଇ ଦଉଛନ୍ତି ଗୋଟି ଗୋଟି କରି ଈଶ୍ୱରଙ୍କର କାର୍ଯ୍ୟ ସବୁ, ଈଶ୍ୱରଙ୍କର ଅନୁଗ୍ରହ ସବୁ, ଈଶ୍ୱରଙ୍କର ମଙ୍ଗଳଦାନ ସବୁ, ଈଶ୍ୱର କିଭଳି ଭାବରେ ଉଦ୍ଧାର କାର୍ଯ୍ୟ କରିଛନ୍ତି, ଇସ୍ରାଏଲ ଲୋକମାନଙ୍କୁ ମିଶ୍ରରୁ ଆଣିଛନ୍ତି, ବାଟରେ ସବୁ ଯୁଦ୍ଧ ହେଇଛି, ଅସୁବିଧା ହେଇଛି, ସେଥିରୁ କେମିତି ରକ୍ଷା କରିଛନ୍ତି। ଆଉ ଶେଷ ଆଡ଼କୁ କହୁଛନ୍ତି, ଯୋଉ ନଗର ତୁମେ ନିର୍ମାଣ ନ କଲ, ଯୋଉ ଦ୍ରାକ୍ଷା କ୍ଷେତ୍ର ତୁମେ ରୋପଣ ନ କଲ, ଯାହାକୁ ତୁମେ ଭୋଗ କରୁଛ, ସେ ସବୁ ପାଇଲା ପରେ ତୁମେ କାହାକୁ ମନୋନୀତ କରିବ? ସେ ଯୋଉ ବିଦେଶୀୟ ଦେବତା ନଦୀ ସେପଟେ ଥିଲେ ସେମାନଙ୍କୁ, ନା ସଦାପ୍ରଭୁଙ୍କର? ତମାନେ କଣ କରୁଛ ନ କରୁଛ ମୋର ଯାଏ ସେ ନାହିଁ, କିନ୍ତୁ ମୁଁ ଓ ମୋ ପରିବାର ଆମେ ସଦାପ୍ରଭୁଙ୍କର ସେବା କରିବୁ। ଜୀବନର ଶେଷ ଭାଗରେ ଯୋଉ ଆମମାନଙ୍କର ଦୃଢତାର ଯୋଉ ଆମେ ଭାଷା ପ୍ରୟୋଗ କରୁ, ତାର ନିହାତି ଇମ୍ପାକ୍ଟ ଅଛି, ରହିବ, ସବୁବେଳେ ରହିବ। ଆଜି ଆମମାନଙ୍କର ପ୍ରଭାକର ଭାଇ କହୁଥିଲେ ଦାନିଏଲ ହେକାଙ୍କ ବିଷୟରେ। ଏ ଜିଉସ୍ ହିଷ୍ଟ୍ରିର ସେଟା ମେନ୍ ଷ୍ଟ୍ରିମ୍ ହଉଛି, ସେମାନେ ତାଙ୍କର ପିଲାମାନଙ୍କୁ, ସେମାନେ ପୁଣି ତାଙ୍କର ନାତି ନାତୁଣୀ ମାନଙ୍କୁ, ସେ ପୁଣି ତାଙ୍କର ଜେନେରେସନକୁ ସେମାନେ ସବୁ ବର୍ଣ୍ଣନା କରନ୍ତି ସଦାପ୍ରଭୁଙ୍କର କ୍ରିୟା କର୍ମ ସବୁ, ତାଙ୍କର ମଙ୍ଗଳଦାନ ସବୁ। ଆଉ ଦାଉଦ ମଧ୍ୟ ସେ ଗୀତ ସଂହିତା ଲେଖିଛନ୍ତି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ମଙ୍ଗଳ ଦାନ ସବୁ ପାଶର ନାହିଁ। ଅର୍ଥାତ୍ ତାକୁ ପୁନର୍ବାର 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 ମନେ ପକଉଥାଅ। ଏଇଠି ବର୍ତ୍ତମାନ ଶେଷ ହେଲା ଆମମାନଙ୍କର
ତିନୋଟି ମରଣ ପୂର୍ବର ସେମାନଙ୍କର ଭାବୋକ୍ତି ବା ଶେଷ ଯୋଉ ବାଣୀ ସେମାନେ କହିଛନ୍ତି ତାକୁ ଆମେ ପଢିଲୁ। ବର୍ତ୍ତମାନ ଯିବା ସାମୁଏଲ ପୁସ୍ତକ, ଯାହାକି ଆପଣ ମାନେ ପାଇପାରିବେ ପ୍ରଥମ ସାମୁଏଲ 12 ପର୍ବ 1 ରୁ 25। ପ୍ରଥମ ସାମୁଏଲ 12 ପର୍ବ 1 ରୁ 25। ଏହାର ଶୀର୍ଷକ ରଖା ହେଇଛି ସାମୁଏଲଙ୍କ ବାର୍ତ୍ତା। ଏ ଜଣେ ପଢନ୍ତୁ, ଏଇଟା ବି ସେମିତି ଲମ୍ବା। ଏଠି ଉତ୍ତର ସାମୁଏଲଙ୍କର ବିଦାୟ ବାର୍ତ୍ତା। ଅନନ୍ତର ସାମୁଏଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, ଦେଖ, ତୁମାନେ ମତେ ଯାହା ଯାହା କହିଲ ମୁଁ ତୁମାନଙ୍କର ସେଇ ରବ ଶୁଣିଲି ଓ ତୁମାନଙ୍କର ଉପରେ ଏକ ଜଣକୁ ରାଜା କଲି। ଆଉ ଏବେ ଦେଖ, ରାଜା ତୁମାନଙ୍କ ସମ୍ମୁଖରେ ଗମନ ଗମନ କରୁଛନ୍ତି। ପୁଣି ମୋ ବୃଦ୍ଧ ପକ୍ୱକେଶ ହୋଇଅଛି। ଆଉ ଦେଖ, ମୋହର ପୁତ୍ରମାନେ ତୁମାନଙ୍କ ସଙ୍ଗରେ ଅଛନ୍ତି। ପୁଣି ମୁଁ ଯୌବନ କାଳବଧି ଆଜି ପର୍ଯ୍ୟନ୍ତ ତୁମାନଙ୍କ ସମ୍ମୁଖରେ ଗମନ ଗମନ କରିଅଛି। ଦେଖ, ମୁଁ ଏଠାରେ ଅଛି ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କର ଅଭିଷିକ୍ତଙ୍କ ସମ୍ମୁଖରେ ମୋର ବିରୁଦ୍ଧରେ ସାକ୍ଷ୍ୟ ଦିଅ। ମୁଁ କାହାର ଗୋରୁ ନେଇଛି ଅବା ମୁଁ କାହାର ଗଧ ନେଇଛି ଅବା ମୁଁ କାହାର ଅନ୍ୟାୟ କରିଅଛି? ମୁଁ କାହା ପ୍ରତି ଉପଦ୍ରବ କରିଅଛି କି ଅବା ମୁଁ ଆପଣା ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଛି? ମୁଁ ତୁମମାନଙ୍କୁ ତାହା ଫେରାଇ ଦେବି। ତାହେଲେ ସେମାନେ କହିଲେ, ତୁମ୍ଭେ ଆମମାନଙ୍କର ଅନ୍ୟାୟ କରିନାହ କି ଆମମାନଙ୍କ ପ୍ରତି ଉପଦ୍ରବ କରିନାହ କି ଅବା ତୁମେ କୌଣସି ଲୋକ ହସ୍ତରୁ କିଛି ନେଇନାହ। ତେଣୁ ସେ ସେମାନଙ୍କୁ କହିଲେ, ତୁମାନେ ମୋହର ହସ୍ତରେ କୌଣସି ଦ୍ରବ୍ୟ ପାଇଲ ନାହିଁ। ଏଥିରେ ଆଜି ସଦାପ୍ରଭୁ ତୁମମାନଙ୍କ ବିରୁଦ୍ଧରେ ସାକ୍ଷୀ ଅଛନ୍ତି, ତାଙ୍କର ଅଭିଯୁକ୍ତ ବ୍ୟକ୍ତି ସାକ୍ଷୀ ଅଛନ୍ତି। ତାହିଁରେ ସେମାନେ କହିଲେ, ସାକ୍ଷୀ ଅଛନ୍ତି। ତେଣୁ ସାମୁଏଲ ଲୋକମାନଙ୍କୁ କହିଲେ, ସେଇ ସଦାପ୍ରଭୁ ମୋଶ ଓ ହାରଣକୁ ନିଯୁକ୍ତ କରିଥିଲେ ଓ ତୁମମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଥିଲେ। ଏଥିରେ ତୁମାନେ ଏଇ କ୍ଷଣି ଛିଡା ହୁଅ। ତୁମମାନଙ୍କ ପ୍ରତି, ତୁମମାନଙ୍କ ପୂର୍ବପୁରୁଷଗଣ ପ୍ରତି ସଦାପ୍ରଭୁଙ୍କ କୃତ ସମସ୍ତ ଧର୍ମକର୍ମ ବିଷୟ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତୁମମାନଙ୍କ ସହିତ ବିବେଚନା କରିବି। ଯାକୁ ମିଶ୍ରକୁ ଆସିଲା ଉତ୍ତାରେ, ଯେତେବେଳେ ତୁମଙ୍କ ଆଉ ଆମେ ଆଗକୁ ଯିବାନି, ସମୟ ଆଗକୁ ଚାଲି ଯାଉଛେ। ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମାନଙ୍କ ସହିତ ବିବେଚନା କରିବି। ବିବେକ ସହିତ ଆଲୋଚନା, ବିବେଚନା। ଯାହା ଯେହୋଶୁଆ କରିଥିଲେ ସାମୁଏଲ ମଧ୍ୟ ଏଠି ଏକ ପଦରେ, ଅନନ୍ତର ସାମୁଏଲ ସମସ୍ତ ଇସ୍ରାଏଲକୁ କହିଲେ, ସମସ୍ତ, ଦେଖ, ତୁମାନେ ଯାହା ଯାହା କହିଲ ମୁଁ ତୁମାନଙ୍କ ସେହି ରବ ଶୁଣିଲି। ତୁମାନଙ୍କ ଉପରେ ଏକ ଜଣକୁ ରାଜା କଲି। ଅର୍ଥାତ୍ ସାଉଲଙ୍କ ବିଷୟରେ ସେ କହୁଛନ୍ତି। ଯେତେବେଳେ ସେ ସରି ଆସୁଛି ତାଙ୍କର କହିବାର, ସେତେବେଳେ ସେ କହୁଛନ୍ତି ସେଇ 12 ପଦରେ, ମୁଁ ପଢିଦଉଛି। ସଦାପ୍ରଭୁ ତୁମାନଙ୍କ ପରମେଶ୍ୱର ତୁମାନଙ୍କର ରାଜା ଥିଲେ ମଧ୍ୟ। କିଏ ରାଜା ଥିଲେ ଆଗରୁ? କେହି ନା, ସାଉଲଙ୍କ ପୂର୍ବରୁ କଥା କହୁଛ। କେହି ସଦାପ୍ରଭୁ। ରାଇଟ୍। କିଏ କହିଲେ? ସୁଧୀର। ଥ୍ୟାଙ୍କ ୟୁ ଭେରି ମଚ୍ ସୁଧୀରା ଭଉଣୀ। ଏଠି ସୁନ୍ଦର ଭାବରେ କହୁଛନ୍ତି, ସଦାପ୍ରଭୁ ତୁମାନଙ୍କ ପରମେଶ୍ୱର ତୁମାନଙ୍କର ରାଜା ଥିଲେ ହେଁ। କ୍ଲିୟର ଲେଖା ହେଇଛି। ଇଏ କେବଳ ଥିଲେ ଭବିଷ୍ୟତ ବକ୍ତା, ଅର୍ଥାତ୍ ସେ ପର୍ଯ୍ୟନ୍ତ ଭବିଷ୍ୟତ ବକ୍ତା ମାନଙ୍କ ଦ୍ଵାରା ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଜଣଉଥିଲେ ଆଜ୍ଞା, ବିଧି, ଚାଲିଚଳନ, ଯୁଦ୍ଧକୁ ଯିବ, ଯୁଦ୍ଧକୁ ନ ଯିବ, ଇତ୍ୟାଦି 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 ତମାମ ବିଷୟ ଗୁଡାକ ପ୍ରଭୁ ଭବିଷ୍ୟତ ବକ୍ତା ମାନଙ୍କୁ ବ୍ୟବହାର କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଦେଖିଲେ ଯେ ସବୁ ଜାତି ମାନଙ୍କର ଗୋଟେ ଗୋଟେ ରାଜା ଅଛି, ଆମର କିନ୍ତୁ ରାଜା ନାହିଁ, ସେତେବେଳେ ସାମୁଏଲ ସେମାନଙ୍କର ସେ କଥା ଶୁଣି ପ୍ରଭୁଙ୍କୁ ଜଣେଇଲେ। ପ୍ରଭୁଙ୍କ ଦ୍ଵାରା ସାଉଲଙ୍କୁ ନିଯୁକ୍ତି ଦିଆଗଲା। He was appointed by God. ସାମୁଏଲ ହିଁ ତାଙ୍କ ଉପରେ ତୈଳ ଢାଳିକି ତାଙ୍କୁ ଅଭିଷେକ୍ତ କଲେ, କିନ୍ତୁ ଏଇଟା ଈଶ୍ୱରଙ୍କ ଇଚ୍ଛା ଅନୁସାରେ ସେ କଲେ। ଏଇଠି 12 ପଦରେ ଲେଖା ହେଉଛି, ସଦାପ୍ରଭୁ ତୁମାନଙ୍କ ପରମେଶ୍ୱର ତୁମାନଙ୍କ ରାଜା ଥିଲେ ହେଁ ତୁମାନେ ମତେ କହିଲ ନାହିଁ, ମାତ୍ର ଜଣେ ରାଜା ଆମମାନଙ୍କ ଉପରେ ରାଜତ୍ୱ କରିବ। ତୁମାନେ ମତେ କହିଲ ନାହିଁ, ସେଟା ଚଳିବ ନାହିଁ, ଚଲବେ ନା, ଆମକୁ ଉପରେ ଗୋଟେ ରାଜା ରାଜତ୍ୱ କରିବ। ଏଇ ସମୟରେ କଣ ହେଇଛି?
और डिटेलटा जाऊनी कारण समय चल जाउची 18 पदरे हम देखुछु सामुएल सदा प्रभु को डाकिले मु केते थर ए पढिछि किंतु एटा को एते मनोयोग सहकारे पढनथिला जेतले प्रिपेयर करथिला पढली मते बहुत भल लागला सेते मु आपण मानक संगे शेयर करिया को चाहूचे सेथिरे एथिरे सामुएल सदा प्रभु को डाकिले पुनी सदा प्रभु सेही दिन मेघ गर्जन मेघर कौन गर्जन के बाहर यस जो चरचड़ी घड़घड़ी आमे कहू कान फटा आवाज करे एभली बाहरिला प्रभुंकर गोटे सेवक प्रभुंकर गोटे भविष्यत वक्ता प्रभुंकर गोटे आज्ञाकारी दास जतले प्रार्थना करछन्ती आकाशर प्रभु उत्तर दउचन्ती मेघ गर्जन और वृष्टि द्वारा एभली हेला लोके डरिले पुणी समस्त लोक 19 पदरे समस्त लोक सामुएल को कहले आमाने जेपरी न मरु एथिपाई तुम्बे आपण दासमान को निमंते सदा प्रभु तुम परमेश्वर को निकट रे सदा प्रभु तुम परमेश्वर हमर परमेश्वर तुम परमेश्वर को निकट रे प्रार्थना करो कारण माने आपण मानकर सब पाप ऊपर आपण मानक पई जहा राजा मागी मंदता वृद्धि करियछु ताने रियलाइज करचंती जे आमे सामुएल को जो मागिलो राम को राजा दियो बोलिका एबे आमे सेला रियलाइज करछु आज आमे देखिलु जाकुबंकर शेष समयर यहोशुआकर शेष समयर सामुएलकर शेष समयर दाऊदंकर शेष समयर जो उक्ति गुड़ाक बर्तमान नूतन नियम को जीवा सबुठ बढ़िया शेष समयर उक्ति कौन है पारे कहले मु आपण मन को पचारुछि नूतन नियम जतले जीवा पाउलंकर से यस थैंक यू आउ गुटे उत्तर मु चाहूचे ठीक अछि उत्तर दैछन बोली धन्यवाद दोचे बाहर करंतु जोहन लिखित सुसमाचार तार 13 पर्व प्रथम बार सिस्टर पढ़ दियंतु 13टा आरंभ रो पढ़बी नहीं 13 रो प्रथम पर्व शिष्य मानकर पाद प्रक्षालन निस्तार पर्व हेबा पूर्वरु सेही जगतरु पितांक निकटकू आपणर प्रयाण करिवार समय उपस्थित जानी जगतरे थिबा निजर जो लोकमानकु से प्रेम करी आसुथिले सेमानक प्रति चूड़ांत प्रेम प्रकाश कले एटा होची हमरो राजा उद्धारकर्ता परित्राणकर्तांकर चूड़ांत प्रेम से भी शेष करिया को जाउचंती रियलाइज कले मु आउ मोर 12 शिष्य संगे आउ रहिबेनी ह्यूमन बॉडी रे थिले आम परि तांकर इमोशन थिला काई रहिबनी आमे जहा को प्रेम करू मु देखिछि घर मान को लोक माने बंधु माने आसंती जानती से घर जो सान पिला मान को गला आगरु टिके गेल करंती बा टिके पिला बड़ होइतिले तांका हाथ रे किछि गिफ्ट बा पैसा देई करी जानती गोटे प्रेम को प्रकाश करिया पैका सेमती आज मास्टर 12 जनकर मास्टर प्रभु लॉर्ड से जाउचंती मनरे केते कष्ट हो 3.5 वर्ष जो माने कंचा थिले किछि जानि नथिले गज मूर्ख थिले सेमान को सिकेई चंती सेमान को पढ़ेई चंती सेमान को केते ईश्वर को राज्य विषय रे कथा कहि चंती ऐसे जानू चंती ए निस्तार पर्व तांको पई शेष निस्तार पर्व प्राणटा फाटी जाउथो मु आ परे आउ मोर मर्त देह रे रहिबि नै ए पद जतले पढ़े मते एते खुशी लागे जगते थिबा निजर जो लोक मानको से प्रेम करथिले खाली प्रेम करनथिले प्रेम करी आसुथिले सेमानक प्रति चूड़ांत प्रेम प्रकाश कले माने गीत बोलछु ना मु तुमको प्रेम करे प्रभु भी प्रेम करती चूड़ांत प्रेम प्रकाश कले
ଆଜ୍ଞା ଶୁଣିକି ହସୁଥିବେ ନାଇଁ? ଆମର ଯୀଶୁ ବାପା ଉପରେ ଶୁଣିକି ଏକା ହସୁଥିବେ, ଶୁଣୁଥିବେ। ଆମେ ତାକୁ ପ୍ରେମ କରୁଛୁ। ସେ ପ୍ରଥମେ ପ୍ରେମ କଲେ, ଶିଖେଇ ଦେଲେ। ଚୂଡ଼ାନ୍ତ ପ୍ରେମ କଣ ଶିଖେଇଲେ। ଖାଲି ଇସ୍କାରିତ ଯିହୁଦା ଛଡା କୌଣସି ଗୋଟିଏ ଶିଷ୍ୟ ଯେ ପ୍ରଭୁଙ୍କର ସେବାରୁ ବଞ୍ଚିତ ହେଇନାହାନ୍ତି। ଯୋଉ ପ୍ରେମ ସେ ପ୍ରକାଶ କଲେ ତାର ଭାଲ୍ୟୁ ଥିଲା ପ୍ରିୟ ଭାଇ ଭଉଣୀ ମାନେ, ତାର ମୂଲ୍ୟ ଥିଲା। ଚୂଡ଼ାନ୍ତ ପ୍ରେମର ମୂଲ୍ୟ ଥିଲା। ଆଉ ଯୋଉ ମୂଲ୍ୟ କି ସେମାନେ ତାଙ୍କର ଶରୀରରେ ହସି ହସି ଇଚ୍ଛା ପୂର୍ବକ ସ୍ୱଚ୍ଛରେ ଯେ ତାଡ଼ନା ଆସୁ, କଷ୍ଟ ଆସୁ, ଯାହା କିଛି ଆସୁ, ପଛକୁ ଫେରି ନାହାନ୍ତି। ଯୋଉ ପ୍ରେମ ପ୍ରଭୁଙ୍କର ଶେଷରେ ସେ ପ୍ରକାଶ ଆମେ ଆଜି କେତେ ଜଣଙ୍କର ଦେଖିଲୁ। ଦାଉଦଙ୍କଠୁ ଆରମ୍ଭ କରି ଅବ୍ରାହମଠୁ ଆରମ୍ଭ କରି ଜିହୋସିଆଙ୍କର, ସାମୁଏଲଙ୍କର ସବୁ ଶୁଣିଲୁ। କିନ୍ତୁ ଯୀଶୁଙ୍କର ଯୋଉ ପ୍ରେମ ଏମିତି ଚମକଦାୟ ପ୍ରେମ, ଯାହାକୁ ସେ ପ୍ରେମ କରନ୍ତି ସେ କେବେ ପଛକୁ ଯାଇପାରିବ ନାହିଁ। ସମୟ ହେଇଯାଉଛି, ଶେଷ କରିବା। ଶେଷ ପଦଟି ପଢିଦଉଛି, ତାହା ଆପଣ ମାନେ ପାଇପାରିବେ। 2 ତିମୋଥୀ 4 ପର୍ବ 6, 7, 8 ମୁଁ ପଢିଦଉଛି। 2 ତିମୋଥୀ 4 ପର୍ବ 6, 7, 8। କାରଣ ଏବେ ହିଁ ମୋର ପ୍ରାଣ ଆହୁତି ପରି ଢଳା ଯାଉଅଛି। ମୋର ମହାପ୍ରୟାଣର ସମୟ ଉପସ୍ଥିତ। ମହାପ୍ରୟାଣ ବା ମତେ ଜଗତ ଛାଡିକି ଯିବାକୁ ପଡିବ। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି। ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି। ଯୋଉ ପଥ ମୋ ପାଇଁକା ନିରୂପଣ କରାଯାଇଥିଲା, ପ୍ରଭୁ ପଠେଇଥିଲେ ମତେ ଯେ ତୁ ଏଇ ବାଟରେ ଦୌଡ଼ିବୁ। ମୁଁ ଦୌଡ଼ିଛି, ମୁଁ ବିଶ୍ୱାସ ରକ୍ଷା କରିଛି। ତାଙ୍କର ସେ ସାର୍ଟିଫିକେଟ ତାଙ୍କର ନିଜର, ସେ ନିଜେ ଦଉଛନ୍ତି। ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଛି। ତା ସେଇ ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମତେ ଦେବେ। କେବଳ ମତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କର ଆଗମନକୁ ପ୍ରିୟଜ୍ଞାନ କରନ୍ତି ସେ ସମସ୍ତଙ୍କୁ ଦେବେ। ପ୍ରଭୁ ଆଶୀର୍ବାଦ କରନ୍ତୁ, ଯେମିତି ଆମେ ସମସ୍ତେ ସେଇ ଧାର୍ମିକତା ରୂପ ମୁକୁଟ ପାଇପାରିବୁ। ଯଦିଓ ସମୟ ହେଇଛି, ମୁଁ ଆଉ ଅଳ୍ପ ସମୟ ନେବି। ଗୋଟେ କାହାଣୀ, ଏଇଟା ମେକ୍ସିକୋ ଅଲିମ୍ପିକ 1968 ରେ ଘଟିଥିଲା। ଅନ୍ୟମାନେ ଜାଣିଥିବେ, ଏଇଟା ହ୍ୱାଟ୍ସଆପରେ ଆସିଥିଲା। ଟାଞ୍ଜାନିଆର ଗୋଟେ ମାରାଥନ ଦୌଡ଼ାଳି ରନର, ତାଙ୍କ ନାଁ ହଉଛି ଜନ୍ ଷ୍ଟିଫେନ୍ ମଖୱାରି। ଆଫ୍ରିକା ଲୋକ, ଟାଞ୍ଜାନିଆ ଲୋକ। ସେ ମେକ୍ସିକୋ ଯାଇଥିଲେ। କେତେ ହଜାର ଜାଣିଛନ୍ତି? 5000 ମାଇଲ ଡିଷ୍ଟାନ୍ସକୁ ଟପିକି ସେ ଯାଇଥିଲେ ଟାଞ୍ଜାନିଆରୁ ମେକ୍ସିକୋ। ଦୌଡୁଥିଲେ। ଦୌଡ଼ିଲା ବେଳକୁ ତାଙ୍କର ଗୋଡରେ କ୍ରାମ୍ପ ହେଲା, ସେ ପଡିଗଲେ। ସେ ଏଭଳି ଭାବରେ ପଡିଲେ ତାଙ୍କର ଆଣ୍ଠୁ ଟୁଷ୍ଟ ହେଇଗଲା। ସବୁ ମେଡିକାଲ ଡାକ୍ତର ଫାକ୍ତର ଯାହା ସବୁ ଚିକିତ୍ସା ସେବାକାରୀ ମାନେ ଦୌଡ଼ି ଆସିଲେ, ତାଙ୍କୁ ସବୁ ବ୍ୟାଣ୍ଡେଜ ଦେଲେ, ସବୁ କିଛି କଲେ। ତାପରେ ତାଙ୍କୁ ପଚରାଗଲା ସେ ଦୌଡ଼ିବେ କି ନ, ମାନେ ସେ ପଳେଇ ଆସିବା ପାଇଁ ତାଙ୍କୁ କୁହାଗଲା। ମାତ୍ର ସେ କାହା କଥା ଶୁଣିଲେନି। ସେ ଛୋଟେଇ 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 ଛୋଟେଇ, ଶୁଣନ୍ତୁ ତାଙ୍କର ଆଣ୍ଠୁ ବି ଟିକେ ରିପ୍ଲେସ ହେଇଯାଇଥିଲା। ତାଙ୍କୁ ଭଲ ଟାଇଟ ବ୍ୟାଣ୍ଡେଜ ଦିଆହେଲା, ସବୁ କିଛି କରିକିରି ସେ ଛୋଟେଇଲେ। ସମସ୍ତେ ଘରକୁ ପଳେଇ ଯାଇଥିଲେ, ସମସ୍ତେ ତାଙ୍କର ବନ୍ଦ କରିଦେଇଥିଲେ ଦେଖିବା। ସନ୍ଧ୍ୟା ବି ହେଇଗଲା, ମାତ୍ର ମେଡିକାଲ ଟିମ୍ ତ ଯିବେନି। ତାଙ୍କୁ ଲାଇଟ୍ ପକେଇ ପକେଇକି ସେ ଆସିକିରି ସେ ତାଙ୍କର ଯୋଉ ଫିନିସିଂ ଲାଇନରେ ସେ ପହଞ୍ଚିଲେ। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, କି ବିଚିତ୍ର ଲୋକଟା, ଗୋଡ ଏତେ ଦୁଃଖ ଦେଲା, ଟୁଇଷ୍ଟ ବି ହେଇଗଲା, ଏତେ ହାର୍ଡ ବ୍ୟାଣ୍ଡେଜରେ ଛୋଟେଇ ଛୋଟେଇ ଆସିକିରି ଫିନିସିଂ ଲାଇନ ରେ ପହଞ୍ଚିବା ପାଇଁକା କାହିଁକି ସେମିତି ଅଦ୍ଭୁତ ପ୍ରୟାସ କଲେ, ଚେଷ୍ଟା କଲେ।
ତାର ଉତ୍ତରରେ ସେ ଲେଖୁଛନ୍ତି, My country did not send me 5,000 miles to start the race. ମୋର ଦେଶ 5,000 ମାଇଲ ମତେ ଦୂରକୁ ପଠେଇନି ଯେ ମୁଁ ରେସ୍ ଟା ଷ୍ଟାର୍ଟ କରିଦେଇକି ପଳେଇ ଆସିବି। He said, they have sent me 5,000 miles to finish the race. ପ୍ରିୟ ଭାଇ ଭଉଣୀ, ଯୋଉ ରାଜ୍ୟରୁ ଆମେ ଆସିଛୁ, ଯୋଉ କିଙ୍ଗଡମରୁ ଆସିଛୁ, ଆମେ ପ୍ରବାସୀ, ଆମେ ଏଠାକାର ନିବାସୀ ନୁହଁ। ଫିନିଶ କରିବା ପାଇଁ ଷ୍ଟାର୍ଟ ଯଦି କରିଛୁ, ଆମେ ଫିନିଶ କରିବା। ଆମେ ଯାକୋବଙ୍କ କଥା ଦେଖିଲୁ, ଆଉ ମୂଷାଙ୍କ କଥା ମଧ୍ୟ ମୁଁ ଆଜି କହିବି। ଯୋଶୀଙ୍କ କଥା ଦେଖିଲୁ, ଯାକୋବଙ୍କ କଥା ଦେଖିଲୁ, ସାମୁଏଲଙ୍କ କଥା ଦେଖିଲୁ, ଦାଉଦଙ୍କ କଥା ଦେଖିଲୁ, ଯୀଶୁଙ୍କର କଥା ଦେଖିଲୁ, ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। ପାଉଲ କହୁଛନ୍ତି, ମୁଁ ଫିନିଶ କରିଛି। କେତେ ବଡ ଆମମାନଙ୍କୁ ଗୋଟେ ମୋଟିଭେସନ ମିଳୁଛି। ଯଦି ସେ ଫିନିଶ କଲେ, ଆମ ଗୋଡ ଛୋଟେଇ ହଉ, ବ୍ୟାଣ୍ଡେଜ ବନ୍ଧା ଥାଉ, ଜୀବନରେ ଦୁଃଖ ଆସିଥାଉ, ଅନର୍ଥ ଆସିଥାଉ, କଷ୍ଟ ଆସିଥାଉ, ରୋଗ ଆସିଥାଉ, ଆମେ ମାନେ ଆମଙ୍କର ନିରୂପିତ ଦୌଡକୁ ସମାପ୍ତ କରିବା। ଏ ବାକ୍ୟ ଆଜି ଆମମାନଙ୍କୁ ସେଇ ଚେତନା ଦିଏ, ମୋଟିଭେସନ ଦିଏ ଯେ we will finish our race whatever may come in our way। ସମସ୍ତଙ୍କର ଗୋଟେ ରେସ୍ ର ନିରୂପଣ ଅଛି, ଯେତିକି ନିରୂପିତ ସେ ସମୟ ପର୍ଯ୍ୟନ୍ତ ଯିବା। ଆଉ ସେଇ ସମୟରେ ଯେମିତି ପାଉଲ କହିଥିଲେ, ଅଦ୍ୟାବଧି ମୋ ପାଇଁ ଯୋଉ ମୁକୁଟ ଅଛି, ମୁଁ ଚାହୁଁଛି ଆମମାନେ ସମସ୍ତେ ମଧ୍ୟ ସେଇ ମୁକୁଟ ପାଇପାରିବେ। ପ୍ରଭୁ ବାକ୍ୟରେ ଆଶୀର୍ବାଦ କରନ୍ତୁ। 5 ମିନିଟ ଡେରି ହେଇଗଲା, କ୍ଷମା। Thank you very much. ଆମେନ୍ ଆମେନ୍ ଆମେନ୍।